କାହିଁକି ରେ ମା ତୁ କାହିଁକି କହିକିରି ତୋ ସ୍ୱାମୀ ପାଖରେ ଶତ୍ରୁ ହବୁ କହିଲୁ? ନାରେ ଆରେ ଆମ ଭାଗ୍ୟରେ ଯାହା ଥିବ ସେଇଆ ହବ। ଆମେ ତ ଆମ ଭାଗ୍ୟକୁ ଆଦରି ଏଇଠି ପଡି ରହିଛୁ। ଯେତେ ଦିନ ଯାଏ ଦେହରେ ଜୀବନଟା ଥିବ ସେତେ ଦିନ ଯାଏ ଆମେ ବୁଢା ବୁଢୀ ଦିଟା ଏମିତି ଦହଗଞ୍ଜ ହଉଥିବୁ। ଆଉ ଯୋଉ ଦିନ ଦେହରୁ ଜୀବନଟା କାହିଁକି ବାପା କାହିଁକି ଆପଣମାନେ ଆପଣମାନଙ୍କ ଅଧିକାରକୁ ପାଇପାରିବେନି? କଣ ପାଇଁ ପୁଅ ତାଙ୍କ ମାଙ୍କ ଟ୍ରିଟମେଣ୍ଟ କରେଇବେନି? ଆପଣମାନଙ୍କ କଣ ଭୁଲ ପାଇଁ ଆପଣଙ୍କୁ ଖାଇବାକୁ ଦେବେନି? ଆପଣଙ୍କ ପୁଅ କଣ ଅଶିକ୍ଷିତ? ବାପା ମାଙ୍କୁ ଅବହେଳା କରିବେ? ଆପଣଙ୍କ ପୁଅ କଣ ଅନ୍ଧ? আর পর মଣିଷ ମାନେ ବୃଦ୍ଧାଶ୍ରମ ଖୋଲି କେମିତି ଅବହେଳିତ ବାପା ମା ମାନଙ୍କର ସେବା କରୁଛନ୍ତି ସେ କଣ ଦେଖି ପାରୁନାହାନ୍ତି? ଗରିବ ମୂର୍ଖ ପୁଅ ମାନଙ୍କର ବାପା ମା ମାନେ ବୃଦ୍ଧାଶ୍ରମରେ ରୁହନ୍ତିନି ଶିବଶଙ୍କର। ବୃଦ୍ଧାଶ୍ରମରେ ରୁହନ୍ତି ତମ ପରି ଅତି ପାଠୁଆ ପୁଅ ମାନଙ୍କର ବାପା ମା ମାନେ। ତମ ପରି ଅତି ପାଠୁଆ ପୁଅ ମାନେ ବାପା ମାଙ୍କୁ ଖାଇବାକୁ ଦିଅନ୍ତିନି। ତମ ପରି ଅତି ପାଠୁଆ ପୁଅ ମାନେ ବାପା ମାଙ୍କୁ ପିନ୍ଧିବାକୁ ଦିଅନ୍ତିନି। ତାଙ୍କୁ ଘରେ ରଖାଇ ଦିଅନ୍ତିନି। ଟାଣି ଘୋଷାରି ନେଇ ବୃଦ୍ଧାଶ୍ରମରେ ଫୋପାଡ଼ି ଦେଇ ଆସନ୍ତି। ପାଠ ପଢେଇଛନ୍ତି ଆଉ ମତେ କେତେ ପାଠ ପଢେଇଛନ୍ତି। ସେମାନେ ଯେମିତି ମୋ ପ୍ରତି ଅବହେଳା କରିଛନ୍ତି ମୁଁ କଣ ସେମାନଙ୍କ ପାଇଁ ଶ୍ରବଣ କୁମାର ସାଜି ମୋ କାନ୍ଧରେ ସେମାନଙ୍କୁ ବିଶ୍ୱ ବ୍ରହ୍ମାଣ୍ଡ ବୁଲେଇବି। ଆଉ ଥରେ ମାନଙ୍କ ପାଇଁ ଓକିଲାତି କରିବା ପାଇଁ ଚେଷ୍ଟା କରେ ମାରିକି ତ ମୁହଁ ପଟେଇ ଦେବି। ଆଲୋ କାହିଁକି ତୁ ଆମ ମାନଙ୍କ ପାଇଁ ମୁହଁ ଖୋଲିଲୁ? କଣ ମିଳିଲା ତତେ? ତୁ ଶେଷରେ ମାର ଖାଇଲୁ ନା ମା? ଶିବୁନା ମୋ ସୁନାଟା ପରା ମୋ ଘରଟା ପରା ତୁ ଆଉ ଆମ ମାନଙ୍କ ପାଇଁ ବୋହୁଟାକୁ ମାରିବୁନି ପୁଅ। ତୁ ଆଉ ଜମା ବି ତାକୁ ମାରିବୁନି। ଜମା ମାରିବୁନି ତାକୁ। ଶିବୁନା ରେ କାହିଁକି ଅକାରଣରେ ବୋହୁଟାକୁ ମାରୁଛୁ? ତାର ଦୋଷ ରହିଲା କୋଉଠି? ଯଦି ତୁ ଭାବୁଛୁ ମୁଁ କିଛି ଭୁଲ କରିଛି କି କିଛି ଦୋଷ କରିଛି ତାହେଲେ ତୁ ତ ମତେ ମାରିବା କଥା। ହଁ ମୁଁ ତମକୁ ମାରିବି, ତତେ ବି ମାରିବି। କେବଳ ତୁମରି ମାନଙ୍କ ପାଇଁ ମୋ ସୁନା ସଂସାରରେ ନିଆଁ ଲାଗିବ। କେବଳ ତୁମରି ମାନଙ୍କ ପାଇଁ ମୋ ସ୍ତ୍ରୀ ଆଜି ମୋର ଶତ୍ରୁ ହେଇଗଲା। ଆମ ମାନଙ୍କ କଥାରେ ମୁଣ୍ଡ ପୁରେଇ ତୁ କଣ ପାଇଲୁ ତୁ? ଆମରି ମାନଙ୍କ ପାଇଁ ତ ସ୍ୱାମୀ ଆଜି ତତେ ଭୁଲ ବୁଝିଲା, କେତେ ଗାଳି ଗୁଲଜ କଲା।